ଝୁଲାପୋଲକୁ ଯେତେବେଳେ ଜୀବନହାନି ହେଉଥିଲା ସେତେବେଳକୁ ଜିଲ୍ଲା ପ୍ରଶାସନ ଯାଇକରି ନିଜେ ଲୁହା ବାଡ଼ ଦେଇକି ବନ୍ଦ କରୁଥିଲା। କିନ୍ତୁ ଯେଉଁ ଉତ୍ପାତିଆ ମାନେ ଅଛନ୍ତି ଆଉ ଯେଉଁମାନେ ଅମାନିଆ ମାନେ ଅଛନ୍ତି ସେମାନେ ଏବେ ମାନୁନାହାନ୍ତି, ଯାଇକି ପୁରା ସେଠି ଅସାମାଜିକ କାର୍ଯ୍ୟକଳାପ ବି କରୁଛନ୍ତି। ମଦ ଫଦ ପିଇକିରି ସେଠି ଡିଆଁ ନାଚା କରୁଛନ୍ତି। ଏବଂ ଆଜିକାଲି ବର୍ଷା ଦିନ ପାଣିର ସ୍ୱର ବି ବହୁତ ଅଛି, ତାଙ୍କର ଜୀବନହାନି ହେବାର ବହୁତ ଆଶଙ୍କା ଅଛି। ସେଥିପାଇଁ ମୁଁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରୁଛି, ଯାଇକି ସେଠି କେମିତି ପେଟ୍ରୋଲିଂ ଗାଡ଼ିଟା ବୁଲିବ ଏବଂ ଯେଉଁ ଅମାନିଆ ମାନଙ୍କୁ ସେଠାରୁ କେମିତି ହଟାଇବ ସେଇଟା ସବୁଦିନ ଯଦି କରିଥିଲେ ଭଲ ହେଇଥାନ୍ତା।